ଲିଖନୀରେ କାହାଣୀ। ଆଜିର ଗଳ୍ପ ଛେଳି ଡୋରେ ପାଣିକି। ବଣ ଭିତରେ ପାହାଡ଼ଟିଏ, ପାହାଡ଼ ତଳେ ଝରଣାଟିଏ। ଝରଝର କରି ବହି ଯାଉଥାଏ ଝଲମଲ ପାଣି। ମାଛମାନେ ଫକ ଫକ ଡିଆଁ ଡୁଇଁ କରୁଥାନ୍ତି। ଛେଳିଟିଏ ଝରଣା ପାଖରେ ଯାଉଥିଲା। ଛେଳି ଝଲମଲ ପାଣିକୁ ଦେଖିଲା। ଗାଧେଇବା ପାଇଁ ତାର ମନ ହେଲା। ସେ ପାଣି ଭିତରକୁ ଡେଇଁ ପଡ଼ିଲା। ମାଛ ଦେହରେ ତାର ଗୋଡ଼ ବାଜିଗଲା। ମାଛଟି ରାଗରେ ଗରଗର ହୋଇ ଛେଳିର ଗୋଡ଼କୁ କାମୁଡ଼ି ଦେଲା। ଛେଳିର ଦେହ ଝିମଝିମ ହୋଇଗଲା। ସେ ଭୟରେ ପାଣିରୁ ବାହାରି ପଳାଇଗଲା। ସେଇ ଦିନଠାରୁ ଛେଳି ପାଣି ଭିତରକୁ ଯାଏ ନାହିଁ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।